ସକାଳୁ ଉଠି ଗଛ ମାନଙ୍କର ଟିକେ ଯତ୍ନ ନେଇଗଲେ ଦିନଟି ମୋର ବହୁତ ବଢ଼ିଆ ଯାଏ। ହେଲେ ମା ଆଜି ଡାକ ପକେଇଲାଣି ସକାଳୁ କି ଆଜିର ରୋଷେଇ ଦାୟିତ୍ୱ ତୋ ଉପରେ। ହେଲେ କ'ଣ କରିବା, ଯେହେତୁ ରୋଷେଇ ଦାୟିତ୍ୱ ମୋ ଉପରେ, ମୁଁ ତ ବଡ଼ ଅଳସୁଆ। ଆଳୁ ବାଇଗଣ ଟମାଟୋ ସାରୁକୁ କାଟି ଦେଇକି କଡ଼େଇରେ ଅଳ୍ପ ଟିକେ ତେଲ ଦେଇଦେଲି। ଆଉ ଆଜି ମୁଁ ଯୋଜନା କରିଛି କାହାକୁ ମାରିବାର। କାହାକୁ ମାନେ ଆଉ କ'ଣ, ଲଙ୍କାକୁ ମାରିବାର। ଆଉ ଲଙ୍କାଟାକୁ ତେଲ କଡ଼େଇରେ ପକେଇ ତାକୁ ଜୀବନରୁ ସାରିଦେଲି। ଆଉ ତାପରେ ପାଳି ଆସିଲା ଜିରା ମହାରାଜଙ୍କର। ଜିରାକୁ ବି ତେଲ କଡ଼େଇରେ ପକେଇଦେଲି। ତାପରେ ପନିପରିବା ସବୁ ପକେଇକି ତା ଦେହରେ ଟିକେ ଲୁଣ ହଳଦୀ ପକେଇ ଭଲ ଭାବରେ ଟିକେ ଗୋଳେଇ ଦେଲି। ପରିବା ଅଳ୍ପ ଟିକେ ଭାଜି ହେଇଗଲା ପରେ ଡଙ୍ଗାରେ ଡଙ୍ଗାଏ ପାଣି ନେଇକି ତା ଦେହରେ ଢାଳିଦେଲି। ଆପଣ ଭାବୁଥିବେ ଏତେ ପାଣି ଦେଖିକି, ଆରେ ବାପରେ, ମୋ ମା କାଳେ ମୋତେ ବାଡ଼େଇବନି ତ? ବିଲକୁଲ ଜମା ବି ନୁହେଁ। କାହିଁକି ନା ଏଇଟା ହେଉଛି ଆଳୁ ବାଇଗଣ ଝୋଳ। ତ ଯେହେତୁ ଝୋଳଟା ହେଉଛି, ପାଣି ତ ଅଧିକା ରହିବା ଦରକାର ନା। ଆକୁ ଆପଣ ନିହାତି ଭାବରେ ପୁରୀ ପରଟା ଆଉ ରୁଟି ସାଙ୍ଗରେ ଖାଇବେ, ବହୁତ ବଢ଼ିଆ ଲାଗିବ। ଟିକେ ଲଙ୍କାଗୁଣ୍ଡ ପକେଇକି ରେଡ଼ି ହେଇଗଲା ଆମର ଗରମା ଗରମ ବାଇଗଣ ଝୋଳ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲିବେନି। ଆଉ ସବସ୍କ୍ରାଇବ୍ ତ ନିହାତି ଭାବରେ କରିଦେବେ। ଥ୍ୟାଙ୍କ ୟୁ।